ଗଜ କୁମ୍ଭୀର ଉପାଖ୍ୟାନ। ଶୁକମୁନି ଚରଣରେ କଲେ କ ପ୍ରଣାମ। ଭୂମୁନି କହନ୍ତୁ ମତେ ଶ୍ରୀହରି ଚରିତ। ହରିବଂଶ ଶୁଣି ମୋହି ହୋଇବି ପବିତ୍ର। ଅନ୍ଧ ଗୋପାଳକୁ ମୁକ୍ତ କରି ଚକ୍ରଧର। ବାଳକ ରୂପେ ରହିଲେ ନନ୍ଦର ମନ୍ଦିର। ତହିଁ ଉତାରୁ ଶ୍ରୀହରି କେଉଁ କୃତ୍ୟ କଲେ। କି କାର୍ଯ୍ୟମାନ କରି ସେଦିନ ବଞ୍ଚିଲେ। ଅନ୍ଧ ଚକ୍ଷୁ ଦାନ କଥା କଂସ କି ଜାଣିଲା। ଏହି କଥା କହ ବୋଲି ପରୀକ୍ଷା ପୁଛିଲା। ଶ୍ରୀଶୁକ ବୋଇଲେ ଶୁଣ ହରିବଂଶ ବାଣୀ। କଂସର ଡଗର ଗୋପେ ବୁଲୁଥିଲା ପୁଣି। ଅନ୍ଧ ଚକ୍ଷୁ ଦାନ କଥା ପତ୍ରରେ ଲେଖିଲା। ମଥୁରା ଭୁବନକୁ ସେ ବେଗେ ଚଳିଗଲା। ନନ୍ଦର ମନ୍ଦିରେ ରହିଲେ ଚକ୍ର ପାଣି। ତାଙ୍କ ଯୋଗେ ଆନନ୍ଦିତ ସର୍ବେ ଶାନ୍ତ ପୁଣି। ଗୋପାଳ ଉଲ୍ଲାସ କଥା କେବା କହିପାରେ। ଯେଉଁଠାରେ ବିଜେ କରିଛନ୍ତି ପ୍ରଭୁ ଚକ୍ରଧାରେ। ଦିନେ କଂସ ବସିଥିଲା ଜଗତି ଉପରେ। ଯୁଦ୍ଧାଗଣ ସମସ୍ତେ ତ ଅଛନ୍ତି ସଙ୍ଗରେ। 33 କୋଟି ଦେବତା ଛନ୍ତି ପାରୁଷରେ। ଜରାସନ୍ଧ ନର ପ୍ରତି ପ୍ରାଣ ବିକଳରେ। ଦୁହିତା ପ୍ରଦାନ କରି ପଶିଲା ଶରଣ। ଅତ୍ୟନ୍ତ ପ୍ରତାପୀ ସେହି ଦ୍ରୁମିଲା ନନ୍ଦନ। ଲକ୍ଷେ ରାଜାଙ୍କର ଅଟେ ସେ ମଉଡ଼ମଣି। ବୀରଙ୍କ ଉପରେ ବୀର ଯମ ସମ ଜାଣି। ପାତ୍ର ମନ୍ତ୍ରୀ ଘେନି ବସି ଅଛି ବୀର ବର। ହେମନ୍ତ କାଳେ ଛାମୁରେ ମିଳିଲା ଡଗର। ଶୁଣ ଦେବ ବୀର ବର କଂସ ନୃପମଣି। ଗୋପରେ ବାରତା ଯାହା ଓଇଲି ମୁଁ ଜାଣି। ଜନ୍ମ ହିଁ ଅନ୍ଧ ହୀନ ଗୋପାଳକ ଥିଲା। ନନ୍ଦ ପୁଅକୁ ଦେଖିଣ ଚକ୍ଷୁ ସେ ପାଇଲା। ଶୁଣି କରି କଂସ ଖୁଜେ ନସ୍ମୁରଇ କିଛି। କି ଜାଣିବା ତୈଳ ଭାଣ୍ଡେ ପଡ଼ିଲା କମାଛି। ମନରେ ଭାବିଲା ଏଡ଼େ ବୈରୀ କାହିଁ ଥିଲା। ନନ୍ଦର ପୁଅ ମୋହର କାଳ ତ ହୋଇଲା। ଏତେକ ଭର୍ତ୍ସନା କଲେ ଭଗ୍ନୀ ବସୁଦେବ। ସେ ଦୁହିଁକ ଆଜି ମୋହି ଦେବି ପରାଭବ। ଏହା ବୋଲି ନରପତି କୁପିତ ହୋଇଲା। ଉଗ୍ରସେନ କୁହକାରୀ ବେଗେ ଆଜ୍ଞା ଦେଲା। ବାସୁଦେବ ଦେବକୀକୁ ଡାକି ତୁମ୍ଭେ ଆଣ। ବିଷାବଳି ଦେବି ଆଜି 10 ଦିଗେ ପୁଣ। ଏଡ଼େ ପ୍ରତାରଣା କଲା ଭଗିନୀ ଭିଣୋଇ। ଏହା ମୋ ଦେହରେ ତେଣୁ ସହି ହେଉ ନାହିଁ। ଭଗିନୀ ଭିଣୋଇ ଏଡ଼େ କର୍ମ କେଲେ। ଏହାକୁ ମାଇଲେ ମୋର ପାପ ନାହିଁ ତିଳେ। କଂସର ବଚନେ ତହିଁ ଉଗ୍ରସେନ ବୀର। ଧାତିକାରେ ଚଳିଗଲା ବନ୍ଦୀ ଘର ଦ୍ୱାର। ଅବରୁଦ୍ଧ ପୁର ଦ୍ୱାରେ ବେଗେ ପ୍ରବେଶିଲେ। କାଳ କରିଣ ସେ ରଡ଼ିଏ ଛାଡ଼ିଲେ। ଦେବକୀ ବସୁଦେବ ଯେ ଭାଳନ୍ତି ମନରେ। ବନ୍ଧନ ଫେଡ଼ିବ ଦୈତ୍ୟ କେତେକ କାଳରେ। 4 ବରଷ ହୋଇଲା ଅଛୁ ଏହି ଘର। ଯେ ବଣ ପୁତ୍ରକୁ ବଦ୍ଧ ଧଇଲି ଗର୍ଭର। ଯେ ବଣ ପୁତ୍ରକୁ ଅବା ଧଇଲି ଗର୍ଭର। ଦିନେକ ସେହି ପୁତ୍ରର ଅଳି ନ ଦେଖିଲି। କୂଳରେ ନ ଧଇଲି ମୁଁ କୁଙ୍କୁମ ନ ଦେଲି। କି ଦୋଷ ହୋଇଲା ମୋର ଭାଇଙ୍କ ଛାମୁର। ଦ୍ୱାରରେ ବସିଅଛ ଏଇ ଦୁରନ୍ତ ଡଗର। ଉଚ୍ଚ ସ୍ୱରେ ଡାକୁଅଛି ଧରି ନେବା ପାଇଁ। ଆମ୍ଭଙ୍କୁ କିଏ ରଖିବ କେହି ସାହା ନାହିଁ। ଦେବକୀ ସ୍ୱାମୀ ଆଗରେ ରୁଦନ କରଇ। ଆହେ ସ୍ୱାମୀ ରକ୍ଷକ ତ ଆମ୍ଭର କେ ନାହିଁ। ବସୁଦେବ ବୋଇଲା ଗୋ ଚିନ୍ତା ତୁ ନ କର। ବସି କରି ଏକ ମନେ ଶ୍ରୀହରି ସୁମର। ଆର୍ତ ତ୍ରାଣ ଅଣ୍ଟତି ଅଟନ୍ତି ତ ଦେବ ଚକ୍ରଧର। ତାହାକୁ ସ୍ମରିଲେ ନିଶ୍ଚୟ ହେବ ଆମ ଦୁଃଖ ପାର। ଦେବକୀ ବୋଇଲେ ମୋହି ତାଙ୍କୁ ଦେଖି ନାହିଁ। କେମନ୍ତ ଦିଶନ୍ତି ସେହି ପ୍ରଭୁ ଭାବଗ୍ରାହୀ।
ଦେଖି ନାଇଁ ରଖ ବୋଲି କହିବି କେମନ୍ତେ, ସେବା କରି ନାଇଁ ଧରି ନ ପାରିବି ଚିତେ। ବସୁଦେବ ବୋଇଲେ କିଲୋ ହରି କଥା ତୋର, ଯାର ନାମ ଧରିଲେ ତୁଟେ ନାନା ବ୍ୟଥା ସାର। ଶୁଣ ଆଗୁ ଏକ ଚିତେ ଶ୍ରୀ ହରି ଚରିତ, ଗୋବିନ୍ଦର କଥା ଶୁଣି ହୋଇବ ମୁକତ। ସମଜିତ ନାମେ ପୁଣ ସେ ସତ୍ୟ ଯୁଗର, ବିଭିନ୍ନ ନାମେ ସମ୍ବତ ଏକ ହିଁ କାଳର। ସେହି ସମ୍ବତ୍ସର ସ୍ଥିତ ଅତୀତ ଅକ୍ଷର, 64 ଅଟଇ ସେ ଯେ ଅର୍ଦ୍ଧବାର। ଚତୁର୍ଦ୍ଦଶୀ ଅଟଇ ଯେ ପୁଣି ଅର୍ଦ୍ଧବାର, ସେହି ଦିନ ଗୌତମ ମହାତପୋଧନ, ସଦାନନ୍ଦ କୁରାଇଣ ବୋଲନ୍ତି ବଚନ। ବାବୁ ଯେଉଁ ଅରଣ୍ୟକୁ ତୁ କରୁ ଗମନ, ଅରଣ୍ୟ ଅଗମ୍ୟ ଅରଣ୍ୟ ସେହି ମହାଘୋର ବନ। ଯକ୍ଷ ରକ୍ଷ ପିଶାଚାଦି ଅରଣ୍ୟରେ ଥାନ୍ତି, ମୁନି ମାନଙ୍କୁ ଦେଖିଣ ଭକ୍ଷିଣେ ଲୋଡ଼ନ୍ତି। ଯଦି ବିପରୀତ ଦେଖୁ ଅରଣ୍ୟ ଭିତରେ, ସୁମରଣା କରିବୁ ତୁ ଦେବ ଚକ୍ର ଧରେ। ସଙ୍କଟ ପଡ଼ିଲେ ତୁ ହିଁ ସ୍ମରିବୁ ଶ୍ରୀହରି, ଅବଶ୍ୟ ରକ୍ଷା କରିବେ ତୋତେ ଦୟା କରି। ଗୌତମ ବୋଇଲେ ଏହା ହରି ନାମ ଧର, ଜନ୍ମେ ଜନ୍ମେ ମୁନି ମାନେ ଯାଆନ୍ତି ନିସ୍ତର। ଏମନ୍ତ ବେଳରେ ଗଜ ଖଣ୍ଡେ ଦୂରେ ଥିଲେ, ଗୌତମଙ୍କ ବଚନ କର୍ଣ୍ଣରେ ଶୁଣିଲା। ଏହି ରୂପ ଗଲା ସମ୍ବତ୍ସର ପରିଜାନ୍ତେ, ଋଷଭ ମାସ ପୂର୍ଣ୍ଣିମା ଚନ୍ଦ୍ରବାର ଯୁକ୍ତେ। ସେହି ଦିନ କରେ ସମୁଦ୍ର ଜୁଆର ମାଡ଼ିଲା, ସତେ ଗୁଣ ପରିଜନ୍ତେ ସବୁ ବୁଡ଼ି ଗଲା। 84 କାଠି ଗଭୀର ଯେତେ ଜୀବ ଥିଲେ, ସମସ୍ତେ ଉଠି ଆସିଣ କୂଳରେ ଲାଗିଲେ। କୂଳ ବୁଡ଼ନ୍ତେ ମକର ଭାସି ଭାସି ଗଲା, ବିରଜିତ କୁମ୍ଭୀର ଯେ ଉପରେ ରହିଲା। ସତେ ଯୋଜନ କୁମ୍ଭୀର ଅଛଇ ଜଳର, ଏଣେ ଧାତିକାରେ ଛାଡ଼ି ଗଲା ସେ ଜୁଆର। ସମୁଦ୍ର ଜୁଆର ଯହିଁ ବେଗେ ଛାଡ଼ି ଗଲା, ସୁଭାବରେ ଜଳ ପରେ କୁମ୍ଭୀର ରହିଲା। ସତେ ଯୋଜନରେ ରହିଗଲା ଜଳ ଜୀବ, 15 ଦିନ ଯାଏ ରହିଲା ସେ ଠାବ। ଏମନ୍ତ ସମये ଗଜ ଆସେ ଧୀରେ ଧୀରେ, ତୃଷାର୍ତ୍ତ ହୋଇ ଗମିଲା ଜଳ ପିଇବାରେ। ଆବର ଗଜ ଗୋଟିଏ ଅଛଇ ସଙ୍ଗରେ, ବେଗରେ ପ୍ରବେଶ ହେଲା ସମୁଦ୍ରର ତୀରେ। ସମୁଦ୍ର ମଧ୍ୟକୁ ଗଜ ଆସିବାରୁ ପେଲି, ତାହାକୁ ଦେଖି କୁମ୍ଭୀର ଛାଡ଼ିଲା ବୋବାଳି। ବୋଲଇ ମିତ୍ର ହୋ ମୋର କର ଉପକାର, ଗଜେନ୍ଦ୍ରକୁ ଦେଖିଣ ସେ ବୋଲଇ କୁମ୍ଭୀର। ମୁହିଁ ତୋହର ମିତ୍ର ଯେ ହେଲି ଏତେବେଳେ, ରକ୍ଷା କର ଗଜେନ୍ଦ୍ର ତୁ ବୋଲଇ ବିକଳେ। ମିତ୍ର ବୋଲି ଡାକିବାରୁ ଗଜେନ୍ଦ୍ର ରହିଲା, ଧୀର ଧୀର ଯାଇଣ ତା ପାଶରେ ମିଳିଲା। ଗଜେନ୍ଦ୍ର ବୋଇଲା ଯେବେ ମୋର ହେଲୁ ମିତ୍ର, ତୁହି ସବୁ କାଳେ ଥିବୁ ମୋହଠାରେ ପ୍ରୀତ। ଏହା ବୋଲି କୁମ୍ଭୀରକୁ ଥୋଡ଼ରେ ଧରିଲା, ସ୍ଥିର କରି ନେଇ ଦନ୍ତାଗ୍ରତେ ବସାଇଲା। ଧୀରେ ଧୀରେ ହୋଇ ଗଜ କରଇ ଗମନ, କାଳେ ମୋର ମିତ୍ର ଦେହେ ବ୍ୟଥା ହେବ ପୁଣ। ମିତ୍ରଘାତୀ ହୋଇଲେ ତ ମୋର ମୁକ୍ତି ନାହିଁ, ଏହା ବୋଲିନ ଯେ ସ୍ଥାନେ ଯଥାସ୍ଥାନେ ସ୍ଥାନକୁ ଚଳଇ, କୁମ୍ଭୀରକୁ ନେଇ ବେଗେ କୋଳରେ ଥୋଇଲା। ସୁସ୍ଥ ହୋଇ ଅଛି କି ନା ତା ପାଖକୁ ପଚାରିଲା। ସେ ବୋଇଲା ମିତ୍ର ମୁହିଁ ହେଲି ବଡ଼ ସୁସ୍ଥ, ତୁମ୍ଭ ଜଳରେ ପ୍ରବେଶ ହୁଅ ହେ ମୈତ୍ର। ମିତ୍ରର ବଚନେ ଗଜ ଜଳରେ ପଶିଲା, ପ୍ରଥମ ପାଦ ଗୋଟିକ ଜଳରେ ଥୋଇଲା। କୁମ୍ଭୀର ବୋଇଲା ମିତ୍ର ଡର କାଇଁ ପାଇଁ, ଜଳରେ ପ୍ରବେଶ ହୁଅ ଭୟ କର ନାହିଁ। ଆସ ଆସ ମିତ୍ର ତୋତେ ଗଭୀରକୁ ନେବି, ଜଳ କ୍ରୀଡ଼ା ପାଇଁ ତୋତେ ପୃଷ୍ଠେ ବସାଇବି।
ଶୁଣିନ ସେ ଗଜବୀର ହରଷ ହୋଇଲା, ମିତ୍ର ବଚନରେ ଆର ପାଦ ବୁଡାଇଲା। ଦେଖିଣ କୁମ୍ଭୀର ମନେ ବିଚାରିଲା ପୁଣି, ଏତେ କାଳରେ ବିଧାତା ଖାଦ୍ୟ ଦେଲାଣି। 5-10 ଦିନ ମୋର ହୋଇଛି ଉପାସ, ଏହାକୁ ଭକ୍ଷିବି ଆଜି ରାତ୍ର ଯେ ଦିବସ। ଏହିପରି ଗଜେନ୍ଦ୍ରକୁ ପ୍ରଶଂସା ସେ କରି, ଜଳରେ ପ୍ରବେଶ କରି ମୁଁ ଅଛି ଆବୋରି। ତାହାରି ବଚନ ଗଜ ସତ୍ୟ ହିଁ ମଣିଲା, ବେଗୁ ବେଗ ହୋଇ ସେହି ଜଳରେ ପଶିଲା। କୁମ୍ଭୀର ଯେ ମନେ ମନେ ହେଉଅଛି ତୋଷ, ଆସ ଆସ ମିତ୍ର ବୋଲି ଦିଅ ବିଶ୍ୱାସ। ଗଜବର ଯହୁଁ ଯାଇ ଜଳରେ ପଶିଲା, ଖଗ ବୁଲାଇ ଗଜକୁ ପାଦକୁ ଧଇଲା। ଗଭୀର ଜଳକୁ ତହୁଁ ନିୟନ୍ତ୍ରଣ ଧରି, 84 କାଠି ଗଭୀର ତହିଁ ଯାଇ ମିଳି। ଗଜର ଦେହ ବୁଡ଼ି ନ ଦିଶୁଅଛି ଯେବେ, ସଙ୍କଟ ପଡ଼ନ୍ତି ଗଜେ ସ୍ମରେ ବାସୁଦେବେ। ଗଜେନ୍ଦ୍ର ବୋଇଲା ତାକୁ ସ୍ମରେ ଗୌତମ, ସେହି ବଳେ ସୁମରିବେ ସୁପୁରୁଷ ଶ୍ରୀ ପୁରୁଷୋତ୍ତମ। ଏହା ବୋଲି ଗଜବର ସଙ୍କଟ କାଳରେ, ହୃଦରେ ଚିନ୍ତଇ ମତେ ରଖ ଚକ୍ରଧରେ। ପ୍ରାଣ ଯିବା ବେଳେ ଗଜ କରଇ ବିଚାର, ଏ ବେଳରେ ନ ରଖିଲେ ପ୍ରାଣ ଯିବ ମୋର। ଚକ୍ଷର ଯେ ଉଚ୍ଚାରି ଅଛଇ ମୁଖରେ, ଅକ୍ଷର ଧରଇ ସେ କଣ୍ଠର ତଟରେ। ଏତେକ ବୋଇଲେ ଜାଣିଲେ କ ଚକ୍ରଧାରୀ, 80 ସହସ୍ର ଯୋଜନ ଗଲେ ବେଗ କରି। ଶଙ୍ଖ ଚକ୍ର ଗଦା ସାରଙ୍ଗ ହୋଇ ଚତୁର୍ଭୁଜ, ସମୁଦ୍ର କୂଳରେ ବିଜେ ଯାଇ ଦେବରାଜ। ଗରୁଡ଼ ବାହନେ ବିଜେ ଦେବ ଶ୍ରୀ ହରି, ସଙ୍କଟ ତାରଣ ବାନା ମୁକୁନ୍ଦ ମୁରାରୀ। ଦେଖିଲେ ଗଜ ଜଳରୁ ଆସି ଯେ ନ ପାରି, ଗଭୀର ଜଳେ କୁମ୍ଭୀର ନିଏ ବେଗେ କରି। ଯବଖଣ୍ଡ ବୁଡ଼ନ୍ତେଣ ବୋଲେ ଚକ୍ରଧର, ସ୍ମରଣ ମାତ୍ରାକେ ଚକ୍ର ପଡ଼ିଲା ତୋଟିର। ଛିଣ୍ଡିଣ ପଡ଼ିଲା ତହୁଁ କୁମ୍ଭୀରର ତୋଟି, ଏଣୁ ଦେବକୀ ସୁମର କୃଷ୍ଣ ଗୋଟି। ଭକତ ବତ୍ସଳ ପ୍ରଭୁ ଯେଉଁ ମଧୁହାରୀ, ଏହିପରି ଦେବ ସ୍ୱାମୀ ଭୃତ୍ୟକୁ ଉଦ୍ଧାରି। ପ୍ରିୟତମ ଦେବକୀ ଯେ କୃଷ୍ଣ ନାମ ଘୋଷ, ହରି ନାମ ସୁମରିଲେ ନାରାୟଣ ଦା